କିଛି ନୀତି ଶିକ୍ଷା ଯାହା ନିହାତି ଜାଣିବା କଥା। ଥରକେ ଦେଖି ମଣିଷ ଚିହ୍ନ, କୃତଘ୍ନ ପାଖରେ ଦୟା ହାର ମାନେ। ନିର୍ଜନତା ହିଁ ଉପଯୁକ୍ତ ସାଥୀଟିଏ। ଜ୍ଞାନଠାରୁ କଳ୍ପନା ଅଧିକ ଗୁରୁତ୍ୱପୂର୍ଣ୍ଣ। ଦେବା ଆଉ ମାଗିବା ଉଭୟ କଷ୍ଟ। ଆଶା ଗୋଟିଏ ଚଳନ୍ତା ସ୍ୱପ୍ନ। ସନ୍ତାନହୀନ ସ୍ନେହ କ'ଣ ଜାଣେନି। ଏଣୁ ମାଇଲେ ଗୋହତ୍ୟା, ତେଣୁ ମାଇଲେ ବ୍ରହ୍ମହତ୍ୟା। ମୃତ୍ୟୁ ପରେ ସମ୍ମାନ ମିଳେ। ପ୍ରେମ ହିଁ ଜୀବନର ମାପକାଠି। ଦୁଃଖ ସମୟରେ ଘଡ଼ିକ ଯୁଗେ। ନିଜେ ଭଲ ତ ଦୁନିଆ ଭଲ। ମୂର୍ଖର ସନ୍ଦେହ ସବୁ କଥାକୁ। ଯାହାର ଦେଣା ଯେତେ ତାହାର ଦୁଃଖ ସେତେ। ସନ୍ତାନହୀନ ସ୍ନେହ କ'ଣ ଜାଣେନି। ଗର୍ବ ଓ ପ୍ରତିଷ୍ଠା ଚରମ ସୀମାରେ ଉପନୀତ ହେଲେ ପତନ ହୁଏ। ସ୍ୱାସ୍ଥ୍ୟ ହିଁ ଭଗବାନଙ୍କର ଶ୍ରେଷ୍ଠ ଦାନ। କ୍ଷମା କରିଦିଅ, ତୁମେ ମଧ୍ୟ କ୍ଷମା ପାଇବ। ପାପର ପୁରସ୍କାର ଅପମୃତ୍ୟୁ। ଗୁଜବ ସବୁଠାରୁ ବଡ଼ ଭୟଙ୍କର ଜୀବାଣୁ। ଯେଉଁଠାରେ ଶାନ୍ତି ସେଇଠି ଈଶ୍ୱର। ଖାଦ୍ୟକୁ ସବୁବେଳେ ନଷ୍ଟ କରନ୍ତୁ ନାହିଁ। ଖାଇବା ସମୟରେ ଖାଦ୍ୟକୁ ତଳେ ପକାନ୍ତୁ ନାହିଁ। ଏହାଦ୍ୱାରା ଆର୍ଥିକ ସମସ୍ୟା ଦେଖା ଦେଇଥାଏ। କେହି କେବେ ନିଜ ଇଚ୍ଛାରେ ପରିବର୍ତ୍ତନ ହୋଇନଥାଏ। ମିଳିଥିବା ଦୁଃଖ ଆଉ ସମୟ ମଣିଷକୁ ପରିବର୍ତ୍ତନ ହେବାକୁ ବାଧ୍ୟ କରିଥାଏ। ସେଥିପାଇଁ ତ କୁହାଯାଏ ସମୟ ବଡ଼ ବଳବାନ। ସମୟ ବହୁତ କ୍ଷତ ଦିଏ। କାରଣ ଘଣ୍ଟାରେ ଫୁଲ ନଥାଏ, କଣ୍ଟା ଥାଏ। ସେଥିପାଇଁ ସମୟକୁ ଠିକ୍ ଓ ସତର୍କତାରେ ଉପଯୋଗ କରନ୍ତୁ। ସମ୍ମାନ ହରାଇବାର 5ଟି କାରଣ। ବାରମ୍ବାର କାହା ଘରକୁ ଯିବା ଉଚିତ ନୁହେଁ। ସମ୍ମାନ ମାଗନ୍ତୁ ନାହିଁ, ବରଂ କାମ ଏମିତି କରନ୍ତୁ ସମ୍ମାନ ଆପେ ଆପେ ମିଳିଯିବ। ଆବଶ୍ୟକତା ଠାରୁ ଅଧିକ କାହା ସହ ବେଶୀ କଥାବାର୍ତ୍ତା କରନ୍ତୁ ନାହିଁ। କୌଣସି ସମ୍ପର୍କୀୟଙ୍କ ଘରକୁ ଯାଇ ବେଶୀ ଦିନ ରୁହନ୍ତୁ ନାହିଁ। ଉପରେ ପଡ଼ି କାହାକୁ ଉପଦେଶ ଦେବାକୁ ଚେଷ୍ଟା କରନ୍ତୁ ନାହିଁ। ଅନ୍ଧ ମଣିଷ ପ୍ରାର୍ଥନା କରିବା ସମୟରେ ଭାବେ ପ୍ରଭୁ ସବୁ ଦେଖୁଛନ୍ତି, କିନ୍ତୁ ଅଭଦ୍ର ଭାଷାରେ ଗାଳି କରିବା ସମୟରେ ତାହା ଭୁଲିଯାଏ। ପୁଣ୍ୟ କରିବା ସମୟରେ ଭାବେ ପ୍ରଭୁ ଦେଖୁଛନ୍ତି, କିନ୍ତୁ ପାପ କରିବା ସମୟରେ ତାହା ଭୁଲିଯାଏ। ଦାନ କରିବା ସମୟରେ ଭାବେ ପ୍ରଭୁ ଦେଖୁଛନ୍ତି, କିନ୍ତୁ ଚୋରି କରିବା ବେଳେ ତାହା ଭୁଲିଯାଏ। ଗଛରେ ଫୁଲ ପୁରୁଣା ହୋଇଗଲେ ଗଛ ଫୁଲକୁ ପକାଇ ଦେଇଥାଏ। ଠିକ୍ ସେହିପରି ସମ୍ପର୍କ ପୁରୁଣା ହୋଇଗଲେ ମଣିଷ ତାକୁ ପାଦରେ ଆଡ଼େଇ ଦେଇଥାଏ। ଯିଏ ଭୟମୁକ୍ତ ହେବାକୁ ଇଚ୍ଛା ରଖେ, ସମ୍ମୁଖୀନ ହେବାକୁ ସାହସ ଓ ଧୈର୍ଯ୍ୟ ରଖେ, କେବଳ ସେ ହିଁ ଏ ପଦକ୍ଷେପ ନେଇପାରେ। ତେଣୁ ପ୍ରଥମ ପଦକ୍ଷେପ ମୁଖ୍ୟ ଅଟେ। ପ୍ରଥମ ପଦକ୍ଷେପର ଅଭ୍ୟାସ କରନ୍ତୁ। ଅଳ୍ପ ସାହସ ଓ ବିଶ୍ୱାସ ଆମ ଭିତରେ ଜନ୍ମ ନିଏ, ତେବେ ଡରର ଶକ୍ତି ନିଶ୍ଚୟ ନଷ୍ଟ ହୋଇଯିବ। ଡରର ଔଷଧ ହେଉଛି ତାର ସମ୍ମୁଖୀନ ହେବା। ଜୟ ଶ୍ରୀ ଜଗନ୍ନାଥ।